ମାଉସୀ ଟୁନି ବେହେରା। ସ୍ୱାମୀ ନା? କୃଷ୍ଣଚନ୍ଦ୍ର ବେହେରା। କୋଉଠି ଘର ମାଉସୀ? ଅରଗଳ ଶାସନ। ଅରଗଳ ଶାସନ। ଏଇଟା କୁଆଡ଼େ ଆସିଛ ଏଠି ବସିଛ କାହିଁକି? ଥାନାରେ କେସ୍ ଦେଲି, କେସ୍କୁ ପଇସା ଦେଇକି କି କେସ୍? ଉଠେଇଦେଲେ। କି କେସ୍ ମାଉସୀ? ମତେ ପୁଅ ବୋଉ ମାରିଥିଲେ, ଘରୁ ବାହାର କରିଦେଇଥିଲେ। ପୁଅ ନା କ'ଣ? ଅଶୋକ ବେହେରା। କାହିଁ ମାରିକି ଭୟ ବାହାର କରିଦେଲେ? କ'ଣ କାରଣ କ'ଣ? କାରଣ ତୁ ସବୁବେଳେ ନଗେଇଲେ ମୋ ସାଙ୍ଗରେ, ମୁଁ ପାର୍ଟି କଲି, ମତେ କହିଲେ ତୁ ଘରେ ରହିପାରିବୁନୁ, ତୁ ଘର କରିନୁ। କେତେ ପୁଅ ବୋଉ ମାଉସୀ ଆପଣଙ୍କର? ଦି ପୁଅ, ବଡ଼ ପୁଅ ବାପୁକୁ ନେଇଗଲା, ସାନ ପୁଅ ମତେ ନେଲା। ସାନ ପୁଅ ପତିକି ନେଲା, ନେଇକି କହିଲା ପାଚିରି ଉଠେଇନି। ପାଚିରି ଉଠେଇ ଯାଇଲା, ସେଠୁ କହିଲା ମୋର ଏବେ କାମ ସଇଲା, ତୋର ମୁଁ ଉଠେଇ, ମୋର କିଛି ଦରକାର ନାହିଁ। ଏଇରକ ନିର୍ଯାତନା କରିକି ମତେ କରୁଛି। ମୁଁ କହିଲି ତୁ ଦି ବଖରା ନେ, ସିଏ ଦି ବଖରା ନେ, ମତେ ପାଚିରିଟା ଉଠେଇ, ମତେ ପାଚିରିରେ ଛାଡ଼େ, ମୋର ଯେତେ ଦିନ ବଞ୍ଚିବି ମୋର ସେ ପାଚିରି ରୋଷେଇ ମତେ ଭତ୍ତା ମିଳୁଛି, ଆଉ ଇଏ ପଇସା ଚାଉଳ ମିଳୁଛି, ମୋର ଖାଇବି। ଏଇ ମୁଁ 15 ଦିନ ହେଲା ଘରେ ପଦାରେ ବାଲିରେ ଶୋଉଛି, ତାକୁ ଡାକୁ ନାହିଁ ସେ ବୋଉ। ପୁଅ ତାର ଛାଡ଼ିକି ପଳେଇଲା, କେସ୍ ଉଠେଇ ନେଲା ଆଳି ଥାନାରୁ। ପୁଅ କୁଆଡ଼େ ଗଲା? କଲିକତା କେରଳ ଗଲା। ବୋଉ ପଚାରୁନି? ନା। ବୋଉ ମାରଧର କରୁଛି? ଦୁନିଆ କଥା, ଦୁନିଆ ଲୋକ ଘେରି ପାରିକି, ଥାନା ଗଲାବେଳକୁ ଘେରି ପାରିକି କହୁଛନ୍ତି, ମିଛକୁ ସତ କହୁଛନ୍ତି। ପୋଲିସ କ'ଣ କହୁଛି? ପୋଲିସ ବା କେସ୍ ଉଠେଇଦେଲା। କୋଉ ଥାନା? ଆଳି ଥାନା। ଆପଣ ଏଠି ଯେଉଁ ଆସିଛନ୍ତି ଜିଲ୍ଲାପାଳଙ୍କୁ, କଲେକ୍ଟରଙ୍କୁ ଦେଖାଗଲାନି? ନା, ଦେଖା କରିନି। ଆପଣ ରହୁଛନ୍ତି କୋଉଠି? ଆସି ପହଞ୍ଚିନି। କାହା ସାଙ୍ଗରେ ଆସିଲେ? ଏକୁଟିଆ ପଳେଇ ଯାଇଛନ୍ତି। ଜଣେ କହିଲା ସେଇଠି ଯା, ସେ ସବୁ ବିଚାର କରିବେ, ତାକୁ ଭାଗ ସିଏ ନେଇଯିବେ, ତୁ ତୋର ଅଲଗା ଖାଇବୁ, ଅଲଗା ରହିବୁ। ହଁ ହଁ ମାଉସୀ।